चुड़ी रे हमको देखी कोई झील को जमा प्रेम करबनी झुरी झुरी दिन सरीब सितुआ सितुआ सबने झील को प्रेम मिठा अच्छा काले झील प्रेम सितुआ सितुआ सबने झील को प्रेम मिठा कोई झील को प्रेम एपट सेपट तेंतुली ठार लागे से भारी खट्टा तबे विवाह मुंड छै नियम करिवो विवाह करिबा पाई देह मुंड छै नियम करिवो विवाह करिबा पाई या ता मुंडरे अठा बळी दबो पाचिला पणस खाई भाई सकाई कानंदी लुहरे भिजंती रुमाल धरई हाथे अच्छा सकाई कानंदी लुहरे भिजंती रुमाल धरई हाथे हां शेषरे कोंती भाई मोर निर्बंध सरिछि अच्छा तमे भूली जाओ मते काहे के कथा में कहछु तमे भर पाई भूली जाउछ तमे टोका माने सब स्वार्थ पर भर पाई भूली जाउछ तमे टोका माने सब स्वार्थ पर भर पाई भूली जाउछ गोटाए छियार सर्वनाश करी अन्य आड़े बाहा होउछ जाउन सुंदर समथ इपति छड़बा सेतिनो मोहनो होनो एक दिन के सुना आवर गठे छपी मिस्टर दिलीप कुमार तक सहित छथि मिस मानिनी
ସୃଷ୍ଟିର ପୃଥିବୀ ପୃଷ୍ଠରେ ଯେତେକ ସୁନ୍ଦର ଜିନିଷ ଅଛି ସେଇଟା ମଧ୍ୟରୁ ଆଖି ବୁଜି କରି ଆମ ଝିଅକୁ ରଖନ୍ତୁ ବାଛି। ସୁନ୍ଦରୀ ଝିଅଟେ ଦେଖିଦେଲେ ଆଜ୍ଞା, ସୁନ୍ଦରୀ ଝିଅଟେ ଦେଖିଦେଲେ ଆଜ୍ଞା, ଟୋକାଙ୍କର ଫିକା ପଡେ ସବୁ ପାଠ। ଇଜ୍ଜତ ମହତ ପଦରେ ପକେଇ ବସେଇ ଦିଅନ୍ତି ହାଟ। ଏ ଟୋକାଙ୍କର ଆଖି କାଳ ବୈଶାଖୀ, ଟୋକାଙ୍କର ଆଖି କାଳ ବୈଶାଖୀ, ଖାଲି ଝିଅଙ୍କ ଦେହରେ ନଜର। ଆମେ ଝିଅ ପଢିଲା ନଈର ସୁଅ, ଆମକୁ ଥରେ ଛୁଇଁଦେଲେ ହବ 7 ପ୍ରକାରର ଜ୍ୱର। ଓ ନହୁଲି ବାଲା କଇଁଚ ବାଲା, କଣ ହେଲା? ମୁଁ ନାହିଁ ତମେ ମୋ ଭାଇ ମାନଙ୍କୁ ତ ଭଲ କହୁଛ। ବା କହିବାକୁ ଆସିଛି। ଉପରେ ଉପରେ ପାଣି ଛିଞ୍ଚି ହଁ। ଭିତରେ ଭିତରେ ଚେର କାଟୁଛ। କଣ କଲେ କି? ଉପରେ ପାଣି ଛିଞ୍ଚି ଭିତରେ ଚେର କାଟିଲି କଣ କଲି କି? କଣ ବର୍ତ୍ତମାନ କହୁଛ ନା? କଣ କହୁଥିଲି ଶୁଣିବ? ହଁ, ହଁ। ତମକୁ ଶୁଭିଲାନି କି? ନା। ତମ ଟିକେ କାନ ଦୋଷ ଅଛି କି? ହଁ, ହଁ, ହଁ। ତମ ଭାଇ ମାନଙ୍କୁ କହୁନ ଡିଜେଲ କି ପେଟ୍ରୋଲ ପକେଇଦେବେ। ହଉ ଦେଖିବା କହିବା। କହିବ ପକେଇଦେବେ, କାନକୁ ପରିଷ୍କାର ଶୁଭିବ। ହଉ। ଈଶ୍ୱର ସୃଷ୍ଟିର ପୃଥିବୀ ପୃଷ୍ଠରେ ଯେତେକ ସୁନ୍ଦର ଜିନିଷ ଅଛି, ଈଶ୍ୱର ସୃଷ୍ଟିର ପୃଥିବୀ ପୃଷ୍ଠରେ ଯେତେକ ସୁନ୍ଦର ଜିନିଷ ଅଛି ସେଇଟା ମଧ୍ୟରୁ ଆଖି ବୁଜି କରି ଆମ ଝିଅଙ୍କୁ ରଖନ୍ତୁ ବାଛି। କାହିଁକି କଣ ମୋ ଭାଇ ମାନେ ଟୋକା ମାନେ ସବୁ ଆମେ ନିଆଁରେ ଏକ କରିଛେ? ତମେ ଜାଣିଥିବ, ସେ କଥା ତମେ ଜାଣିଥିବ। ଆଚ୍ଛା ଭାଇ, ତତେ ବା କହିଲି ଗ୍ରୀନ ଛାଡି ଚିଡା। ଆଚ୍ଛା ଭାଇ କହିଲ ଦେଖି, ଝିଅ ସୁନ୍ଦର ନା ପୁଅ ସୁନ୍ଦର? ଝିଅ ସୁନ୍ଦର। ଆରେ ବାବା, ମୁଁ ତମକୁ ପଚାରୁନି, ମୋ ଭାଇ କି ପଚାରୁଛି। ମୋ ଭାଇ କହୁଛି ଆ ପୁଅ ସୁନ୍ଦର, ମୁଁ କହୁଛି ଝିଅ ସୁନ୍ଦର। ଝିଅ ସୁନ୍ଦର। ଠିଆ ହବ ତମ ମନକୁ ଆଉ। ମୋ ମାନଙ୍କୁ ନା ତମ ମାନଙ୍କୁ? ଭାଇ କଥାରେ ଅଛି, କ୍ଷୀର ଯଦି ଖାଇବା ପାଇଁ ଇଚ୍ଛା କରିବ ଘରେ ଥିବ ଗାଈ, ଆଚ୍ଛା। ବାହାରେ ଯଦି ଯୁଦ୍ଧ କରିବା ପାଇଁ ଇଚ୍ଛା କରିବ ହଁ। ଏ ସାଙ୍ଗେ ଥିବେ ମୋର ଏମିତିଆ ସବୁ ଭାଇ। ତମ ଭାଇ ମାନଙ୍କୁ ଧରି ମୋ ସହିତ ଯୁଦ୍ଧ କରିବାକୁ ଆସିଛ। ହଁ, ଆଚ୍ଛା କେମିତିକା ଯୁଦ୍ଧ କରିବ କର? ମୁଁ କହୁଛି ଝିଅ ସୁନ୍ଦର। ତମ ମନକୁ ଆଉ ଆଉ। ମୋ ମାନଙ୍କୁ ନୁହଁ, ତମ ମାନଙ୍କୁ। ମ୍ୟାଡାମ ହଁ। ଗୋଟେ ଉଦାହରଣ ଦଉଛି। ଦିଅ। ଝିଅଟିଏ ପୁଅଟିଏ ଶୋଇଥିବେ। ହାକ୍। ଏମିତି କଣ କଥାବାର୍ତ୍ତା କରୁଛ? ଏ ମ୍ୟାଡାମ ମୁଁ ଏତ ଅଭଦ୍ର ନୁହଁ। ତମେ ଭାରି ଭଦ୍ର। ତମେ କଣ ଭାବୁଛ ମୋ ଭାଇ ମାନଙ୍କ ସାଙ୍ଗରେ ପଡି ମୁଁ ଏତ ଅଭଦ୍ର ନା, ହେବି? ଭାରି ଭଦ୍ର ତମେ। ଜମା ନୁହଁ। ନା। ଝିଅଟି ତା ରୁମରେ ଶୋଇଥିବ, ହଁ। ପୁଅଟି ତା ରୁମରେ ଶୋଇଥିବ। ଆଚ୍ଛା। ଦି ଜଣଙ୍କୁ ଏକା ସାଙ୍ଗରେ ଡକାଯିବ ମାର୍କେଟ ଯିବା ପାଇଁ। ହଁ। ଆଗେ ମାର୍କେଟରେ ଯାଇ କିଏ ପହଞ୍ଚିବ? ପୁଅ ପହଞ୍ଚିବ। ପୁଅ ପହଞ୍ଚିବ କି? ଆଉ ତମର କଣ ହେଲା କି? ତମେ ଜାଣିପାରୁନ କି? ଆମେ ପ୍ରଥମେ ଉଠିବୁ, ଫେସ୍ ୱାଶରେ ମୁହଁ ଧୋଇବୁ, କ୍ରିମ୍ ପାଉଡର ମୁହଁ ଲଗେଇବୁ, ଭଲ ଡ୍ରେସଟେ ପିନ୍ଧିବୁ, ତାପରେ ଯାଇ ମାର୍କେଟ ଯିବୁ। ଆଉ ତମର ପୁରା ଅଳିଆ ହେଇଯିବୁ ନା କଣ? କାହିଁ ଗୋଟେ କାମ କରୁନ, କଣ କରିବୁ? ସିଧା ରାସ୍ତା ପଡିଛି, ହଁ। ଏଇପଟେ ଯାଇ ବିୟୁଟି ପାର୍ଲର ପଳଉନ। ଭଲ ଶିକ୍ଷା ଦଉଛ ଆଉ। ବିୟୁଟି ପାର୍ଲର ଯିବୁ, ଯୋଉ ଟଙ୍କା ଖର୍ଚ୍ଚ ହବ ସେଟା କିଏ ଖର୍ଚ୍ଚ କରିବ? ତମେ ନା ତମ ବୋପା? ଏଇ ମ୍ୟାଡାମ ବୋପା ନା ଜମା ଧରନି। କଣ କରିବ? କଣ କରିବି? ମୁଁ ଧରିନି ବୋପା ନା, କଣ କର? ମ୍ୟାଡାମ ହଁ। ତମେ କେମିତି ସୁନ୍ଦର ହେଲ? ମାନେ କଣ? ତାମାନେ କଣ କହୁଛ? କ୍ରିମ ପାଉଡର ଟିକିଲି ସିନ୍ଦୁର ତମକୁ କରିଛି ସୁନ୍ଦର। ଆଚ୍ଛା। କ୍ରିମ ପାଉଡର ଟିକିଲି ସିନ୍ଦୁର କରିଛି ଏ ଝିଅ ମାନଙ୍କୁ ସୁନ୍ଦର। ହଁ। ଆରେ ଭାଇ ସେତିକି ଯଦି ନଥାନ୍ତା ଆଚ୍ଛା। ଇଏ ଦେଖେଇ ହୁଅନ୍ତା କେତେ ସୁନ୍ଦର। ଗୋଟାଏ ବଜେଇ ଏଠୁ ପଳେଇବ ଚିଚିକିଏ ମନେ। ଆଁ? ଚିଚିକିଏ ଚଢାଟା ଚଢି ଆସି ଧକ୍କା କଣ ମାରୁଛ? ଚଢା ଦୋଷ ଅଛି କି ତମର? ଗୋଟାଏ ବଜେଇ ଏଠୁ ପଳେଇବ। ଜମା ଯିବି। ଡେଙ୍ଗା ଶିଖିବା ବାଗୁର ନିଶୁଆ 12 ଟୋକି ପକ୍ଷେ ମନ। ଆଚ୍ଛା। ଡେଙ୍ଗାର ଶିଖିବା ବାଗୁର ନିଶୁଆ 12 ଟୋକି ପକ୍ଷେ ମନ। ହଁ ନା। ଏ ଗେଡା ଟୋକେଙ୍କ କଥା କଣ କହିବି? ଲୁଟୁ ଥାନ୍ତି ଯାଉ ବନ। ହଁ। ବାଙ୍ଗର ଟାଙ୍ଗର ଯେତେକ ବାତରା। ଆଚ୍ଛା। ବାଙ୍ଗର ଟାଙ୍ଗର ଯେତେକ ବାତରା ଖାଲି ସୁନ୍ଦରୀ ଝିଅଟେ ଖୋଜନ୍ତି। ଆଚ୍ଛା ଆଚ୍ଛା। କାଳିଆ ଟୋକା ସବୁ ଘର ବାରଣ୍ଡାରେ ପୋଷା କୁକୁର ପରିକା ଜଗତ। ଭାଇ ଆମେ ସବୁ କୁକୁର। ଗୋଟା ଟୋକା ସବୁ ଲାଇନ ମାରନ୍ତି ଧରି ନାଲି ପଲସର। ଆଚ୍ଛା। ଗୋଟା ଟୋକା ସବୁ ଲାଇନ ମାରନ୍ତି ଧରି ନାଲି ପଲସର। ତମ ଭଳି ପତଳା ଟୋକା ସବୁ ଅପପୃଷ୍ଟି ରୋଗୀ, କାମ କରିନି ତାଙ୍କ ଏକ୍ସ ଲିଟର। ଆଉ ଅଛି ମାନେ ଆହୁରି କହିବ? ମାନେ ଏ ଭାଇ ତମକୁ କହିଲେ ମତେ ବି କହିଲେ, ତମେ ଧୈର୍ଯ୍ୟର ସହିତ ଛିଡା ହେଇଛ, କିନ୍ତୁ ମୋର ଆଉ ଧୈର୍ଯ୍ୟ ନାହିଁ। ତମ ଧୈର୍ଯ୍ୟର ବନ୍ଧ ଭାଙ୍ଗି ଯାଉଛି। ଭାଙ୍ଗି ଯିବନି ତମ ନା? ଭାଇମାନଙ୍କୁ କହୁନ ସିମେଣ୍ଟ ବାଲି ଘୋଳା କରି ଢାଇ ଦେବେ। ଆମ ଭାଇମାନେ ଅଛନ୍ତି ସେଇ କାମ କରିବେ ଆଉ କଣ? କୁହ। ଭାଇ ପ୍ରାଚୀନ କାଳରୁ ବେଦ ବେଦାନ୍ତର ଉଲ୍ଲେଖ ଅଛି, ଇଏ ନାରୀ ମାନଙ୍କୁ ନା 4 ଭାଗରେ ବିଭକ୍ତ କରାଯାଇଛି। ଆଚ୍ଛା। ବୁଝିଲ?
বিভক্ত কর্মে করছি বিভক্ত করছো কাই তুমি কি হ্যাঁ কর্মে বিভক্ত করছো এড়ে বিভক্ত কলা বালা ମୋ ଭାଇମାନଙ୍କ ସାହସରେ আনা ମ୍ୟାଡାମ হ্যাঁ ସାଡେ କୁଆଡେ ପଳେଇ ଯାଉଛ ବା କୁହ ଶୁଭୁଛି ଶୁଭୁଛି ତି ଭାଇ ପତଳି ମୋଟି হ্যাঁ ଡେଙ୍ଗି କେରି হ্যাঁ ଗୋରି କାଳି হ্যাঁ ଆଉ ସାବେନି ଇଏରେ ତ ଝାବେନି ଆଉ ধাবড়ি কো কইছো ଏ ମ୍ୟାଡାମ ଜମା ଝଗଡା କରନି ତେଣିକି ତମର ଗାଡି ଘୋଡା ନାହିଁ প্রত্যেক থর আসছো কইছো মু তোমার সହିତ ঝগড়া করছি ঝগড়া মু করছি না ঝগড়া তুমি করছো ତମେ ତମ କଣ ଭଉଣୀ ମାନଙ୍କ ସାହସରେ ଝଗଡା କରୁଛ তুমি ନା জানি না ନା ତମ ଭାଉଜ ମାନଙ୍କ ସାହସରେ ଝଗଡା যাহা କରୁଛ সাগরে যাহা সাহায্য আমি হও ঝগড়া তুমি করছো মু ঝগড়া করিনি ଭାଇ ପତଳି ଝିଅ ତ ସରୁ ବିରି ପିଠା ତାର ଭଜା ସନ୍ତୁଳାରେ ଆଶା আচ্ছা ପତଳି ଝିଅ ତ ସରୁ ବିରି ପିଠା ତାର ଭଜା ସନ୍ତୁଳାରେ ଆଶା হ্যাঁ ମୋଟିର ପେଟକୁ ପଖାଳ ନିଅଟ ସେ ବଦଳଉଥାଏ କଂସା আচ্ছা ଡେଙ୍ଗି ପାଇଗଲେ ହାଲୁକା ପବନ ଏବୁଦା ସେବୁଦା ହୁଏ হ্যাঁ କେଡି ବୁଡି ବୁଡି ପାଣି ପିଉଥାଏ ଜାଲୁଆ ଅନେଇଥାଏ আচ্ছা କୋଇର ନଜର ନସଳ ପସଳ ସେ ବାର ଘାଟେ ପାଣି ପିଏ হ্যাঁ ରାତି ହେଲେ କାଳି ଏଳି ସେଳି ଦିନରେ ଅରୁଆ ଖାଏ আচ্ছা ଏ ସାବେରୀ ଝିଅ ତ ଗୋଟା ଗୁଜୁରାତି ସେ ଯାଇକି ଚତୁରୀ ଖୁର হ্যাঁ ଏ ସାବେରୀ ଝିଅ ତ ଗୋଟା ଗୁଜୁରାତି ସେ ଯାଇକି ଚତୁରୀ ଖୁର আচ্ছা ଏ ଝାବେରୀଙ୍କ କଥା କଣ କହିବି ମୋ ଭାଇମାନଙ୍କ ଠାରୁ ଟଙ୍କା ମାରି ଖାଇବାରେ ଏ ଫୁଲ ବିଲ ଆମେ ଛାପড়ি ছিল ତମ ଭାଇ ମାନଙ୍କୁ ଟଙ୍କା ମାରି ଖାଉଛୁ ତମ ଭାଇ ମାନଙ୍କ ପକେଟରେ ଟଙ୍କା ଥିବ ପଚାରିଲେ ଯାତ୍ରା ହଉଛି ଆଁ? ତମ କଥା କହିବି ନା କଣ और ପୁଅ ଯଦି ଗୋଡି ପିଛୁଆତି କାହାକୁ କହିବ ଭଲ ଆଚ୍ଛା और ପୁଅ ଯଦି ଗୋଡି ପିଛୁଆତି କାହାକୁ କହିବ ଭଲ ଯାହାକୁ ଭାବିବ ତୁଳସୀ ପତର ଖାଲି କୁଣ୍ଡେଇ କୁଣ୍ଡେଇ ମଲ ହଁ ଇଏ ସବୁ ଗଲ ଗଲ ହଉଛନ୍ତି ସେ ଆସନ ଦର୍ଶକ ଡ୍ୟାନ୍ସ ଦେଖିବା ଗୋଟେ କମେଡି ନାଟ୍ୟ ଡ୍ୟାନ୍ସ ଯାର ନାଁ ହଉଛି ମହାନନ୍ଦ Ako baba na inubi. ଗାଈ ଗୋରୁ ବାବା ହଉଛନ୍ତି ମହା 36 ଭିଲନକୁ 37 ଗୁଣ୍ଡା ଏକା
କଥା ବୁଝିପାରିବୁନି ମୋର ବି ଗୋଟେ ପ୍ରେମିକା ଥିଲା मते धोखा देकी आउ जणकू बा हेई गला अरे आ गोटे कथा जानिचू एई घरटा तारी घर आज आमे तारी घरे भिक मागिबा जा जा भितरे गोटे मागिना थिलो डाकी दे कहि दे हिमालय रु बाई चंती जमा छाड़ी सब खाई जीवी गोटे कथा राति देखा जाऊ जहाँ घटिब बाबाजी बहुत सही हम नहीं
যে উঠি গল মন আছে সিনা মন নাই তাকে তুই জানি না পারি গোটে দিন মিশা চকি দেলু নাই কেড়ে কথা করি দেলু মুই গা যাই করি আসলা বেলে তোর ছড়ি জন্মে ননি চি 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 রে ননি চি 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 রে ননি চি চি କଥା କହିଲୁନି ମୁଁ ତ ଜାଣିଛି ମୋ ସ୍ୱାମୀ ମତେ ମାରିବ ହେଲେ ଏଠି ଯେତେକ ଲୋକ ଡ୍ୟାନ୍ସ ଦେଖୁଛନ୍ତି ଶୁଣ ମତେ ବୋଧେ ଛେଚିବେ ହେଲେ ତା ପୂର୍ବରୁ ଗୋଟିଏ କଥା କହୁଛି ମନ ଦେଇକି ଶୁଣୁ ନିଜ ଯେବେ ପର ହୁଏ କେମିତି दुनिया कहब पी पी मरीगला प्रेमता को मारिदेला भाई फल पाई गोलाप फूल को कंटार आघात सही फल पाई गोलाप फूल को कंटार आघात सही से फूल मत धोखा देदेला भाई कहबी क्या जाए स्वप्न सब देखी हुए जह्नर आलुअरे स्वप्न सब देखी हुए जह्नर आलुअरे स्मृति सब भूली हुए प्रेमिकार हृदय आम अनुष्ठान कंठशिल्पी मास्टर हेमंत कुमार गीतटी की नहीं आछंती गीतटी होची श्रावण श्रावण मेघ आनिबु
ଛିଡ଼ା ହୁଅ। ଆଜ୍ଞା ଡାଲୁ ଶୁଣିବ ମୋର ହଁ ମିଷ୍ଟର ମୁଁ କହୁଛି ମଦଟା ଖରାପ। କିଏ କହିଲା? କିଏ କହିଲା? ମୋ ଭାଇମାନେ ସବୁ କହୁଛନ୍ତି ଆଉ ମଦ ମୁଁ ଭଲ। କହୁଛି ମଦ ଖରାପ, ତମ ଭାଇମାନେ ପିଉଛନ୍ତି ବୋଲି କହୁଛନ୍ତି ଭଲ। ମୁଁ କହୁଛି ଖରାପ। କେମିତି ଖରାପ? ପରେ ଗରିବ ଦରେ ଦରିଦ୍ର ହବ। ଭାଇ ମୋର ମନ୍ଦିର ଯିବ, ତୋର ଦର୍ଶନ କରିବ। ପରେ ଗରିବ ଦରେ ଦରିଦ୍ର ହବ। ଭାଇ ମୋର ମଜା ନବ, ତୋର ଦେହରୁ ଦରଜ କମେଇବ। ମଦ ପିଇ ଯଦି ଦେହରୁ ଦରଜ କମିଯାଆନ୍ତା, ତାହେଲେ ଡକ୍ଟରମାନେ କାହିଁକି ବସିଛନ୍ତି ମେଡିସିନ ଷ୍ଟୋର କରି? ଭାଇ ପିଇବ ପିଇବ ପ୍ରବଳ ପିଇବ, ପିଇବ ଛାଡ଼ିବ ନାହିଁ। କଣ? ମଲାବେଳେ ସମସ୍ତେ ଗଙ୍ଗା ଜଳ ଦେବେ, ହଁ। ମଦ ଟୋପା କେହି ଦେବେ ନାହିଁ। କାହିଁକି ମଦ ଦେବେନି? ମ୍ୟାଡାମ ମଦଟା ଖରାପ ଜିନିଷ, ସେଇଥିପାଇଁ ମଦ ଦିଆଯାଏନି, ଗଙ୍ଗା ଜଳ ଦିଆଯାଏ। ମ୍ୟାଡାମ ହଁ। ରାମ ବାଣ୍ଟୁଥିଲେ କ୍ଷୀର ଦହି, ହଁ କୃଷ୍ଣ ବାଣ୍ଟୁଥିଲେ ଘିଅ। ଆଚ୍ଛା ରାମ ବାଣ୍ଟୁଥିଲେ କ୍ଷୀର ଦହି, କୃଷ୍ଣ ବାଣ୍ଟୁଥିଲେ ଘିଅ। ହଁ। ଏ କଳିଯୁଗରେ ହଁ କାଳିଆ ଖୋଲିଛି ମଦର ପସରା, ଆଚ୍ଛା। ଢକ ଢକ କରି ପିଅ। କାଳିଆ ତ କରିଛି ମଦର ପସରା ଢକ ଢକ କରି ପିଇବା ପାଇଁ। ଆଉ? ହଁ ମ୍ୟାଡାମ ହଁ ଗଞ୍ଜର ମାଇପ ଚହଟ ଚିକଣ, ଅଫିମ ମାଇପ ରାଣ୍ଡ। ଆଚ୍ଛା ଗଞ୍ଜର ମାଇପ ଚହଟ ଚିକଣ, ଅଫିମ ମାଇପ ରାଣ୍ଡ। ହଁ ମଧୁଆ ମାଇପ କଣ କହୁଛି ଜାଣିଛ? କଣ? ଏଇ ଦେଖ ଗରୁଛନ୍ତି ମୋ ଷଣ୍ଢ। ହଁ ପରା। ଷଣ୍ଢ? ମଦୁଆ ମାଇପଟେ କହୁଥିଲେ କଣ ଯେ ଅଛନ୍ତି ମୋ ମଦୁଆ ଷଣ୍ଢ। ହଁ, ଏଠି ମିଷ୍ଟର ପାଠ ପଢିଛ? ପଢିଛି। ତମର ଯୋଉ ହୋ ହୋ ହଉଛନ୍ତି ଭାଇମାନେ ମଦୁଆ ମଦୁଆ ଷଣ୍ଢ ମାନେ, ହଁ। ସେମାନେ ସବୁ ପାଠ ପଢିଛନ୍ତି? ଭାଇ ପାଠ ପଢିଛନ୍ତି? ତମେ ପାଠ ପଢିଛ? ଦୁଇଙ୍କ ପାଖରୁ 25ଙ୍କ ପର୍ଯ୍ୟନ୍ତ ପଢିକା ଶିଖିଥିବ, ନା ମଦର ପଢିକା ଶିଖିନଥିବ? ଭାଇ ମଦର ପଣିକା ଶିଖିଛ? ଶିଖିନ ବୋଲି ମଦଟା ଭଲ ବୋଲି କହୁଛ, ବୁଝିପାରିଲ? ମଦର ପଢିକା ଶିଖିଥିଲେ ମଦକୁ କେବେ ଭଲ ବୋଲି କହିନଥାନ୍ତେ। ତମେ ଶିଖିଛ? ଶିଖିନି ଟିକେ ଅଛି ନା? ଆମ ଭାଇ ମାନଙ୍କୁ ଟିକେ କହିଲ। ମଦକେ ମଦ, ଆଚ୍ଛା ମଦ ଦୁନେ ଗନ୍ଧ, ହଁ, ମଦ ତିରି ଛତରା, ସବୁ ତ ଇଏ ଛତରା, ମଦ ଚଉ ବାତରା, ଇଏ ଫୁଲ ବାତରା। ମଦ ପଞ୍ଚା ହାହାକାର, ହଁ ମଦ ସୋ ବଳାତ୍କାର, ହଁ, ମଦ ସତା ରାଜନୀତି, ଆଚ୍ଛା ମଦ ଅଷ୍ଟ ଦୁର୍ନୀତି, ହଁ, ମଦ ନୂଆ ହରଣ ମଦ ଦଶା। ମରଣ। ଭାଇ ଭାଇ ମୋ କଥା ଟିକେ ଶୁଣ। ଅନୁ ମ୍ୟାଡାମ ଯୋଉ କଥା କହିଲେ ପ୍ରକୃତରେ ସତ କଥା। ହଁ ଭାଇ ଶୁଣ, ଏଥର ବାଟକୁ ଆସିଗଲ। ଭାଇ ମୁଁ ସିନା ବାଟରେ ଅଛି, ଆପଣ ମାନେ କେହି ବାଟରେ ନାହାନ୍ତି। ଆରେ ଯାତ୍ରା ହଉଛି, ମଜା ମଜଲିସ କର, ଖୁସି କର, ମଦ ପିଅ। ଆଚ୍ଛା ଏଣ୍ଟରଟେନମେଣ୍ଟ ପାଇଁ ମୁଁ ଆପଣ ମାନଙ୍କୁ କହିଦେଲି, ହଁ। କିନ୍ତୁ ଦୟାକରି ମଦ ପିଇ ରାସ୍ତାରେ କେହି ଗାଡି ଡ୍ରାଇଭିଂ କର ନା। ହଁ ମଦ ପିଇ ନିଜ ହସ ଖୁସିର ସଂସାରକୁ ଦୁଃଖ ଦରିଆ ଭିତରକୁ ଠେଲି ଦିଅ ନା। ହଁ ଭାଇମାନେ, ମଦ ପିଇ ଗୋଟେ ସ୍ତ୍ରୀ ପଥର ସିନ୍ଦୁର ଲିଭନ୍ତୁ ନାହିଁ। ମଦ ପିଇ ଗୋଟେ ବାପ ପାଖରୁ ପୁଅକୁ ଅଳକା
ଭାଇ ଦୟାକରି ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଆମ ତରଫରୁ ମୋ ପରିବାର ତରଫରୁ ଆପଣମାନଙ୍କୁ ଅନୁରୋଧ କରାଯାଉଛି ଦୟାକରି ଆପଣ ମଦ ପିଇ ନିଜ ହସ ଖୁସିର ସଂସାରକୁ ଦୁଃଖ ଭିତରକୁ ଠେଲି ଆସନ୍ତୁ ଦିଅନ୍ତୁ। ଦର୍ଶକ ବନ୍ଧୁ ଡ୍ୟାନ୍ସ ଦେଖିବା ସମ୍ବଲପୁରୀ ଡ୍ୟାନ୍ସ ଆସ। কাল ধরি জবাব ঠিক করবো জবাব ঠিক জবাব ঠিক ডিসেম্বর 3 কত কত লাইন বান্ডো ডিসেম্বর
ସାଗର କୂଳରୁ ଶାମୁକା ପାଇଲି ମୁକୁତା ପାଇଲି ନାହିଁ। ଏଇ ଗାଁର ଗୋଟେ ଝିଅକୁ ମୁଁ ଭଲ ପାଇଥିଲି, ତା ପ୍ରେମ ମୁଁ ପାଇଲି ନାହିଁ। ଭାଇ ପର୍ବତ ଶିଖରେ ଘର କରିଥିଲି, ପବନ ଉଡେଇ ନେଲା। ପର୍ବତ ଶିଖରେ ଘର କରିଥିଲି, ପବନ ଉଡେଇ ନେଲା। ଭଲ ଝିଅ ଦେଖି ମୁଁ ତାକୁ ଭଲ ପାଇଥିଲି, ମତେ ଧୋକା ଦେଇ ଚାଲିଗଲା। ଆମ ଅନୁଷ୍ଠାନ କଣ୍ଠଶିଳ୍ପୀ ମାଷ୍ଟର ଦିলীପ କୁମାର ଗୀତଟିକି ନେଇ ଆସିଛନ୍ତି ଅଭିମନ୍ୟୁ ଚଳଚ୍ଚିତ୍ରର ଅଭିମନ୍ୟୁ। Chana
ମଣିଷ ମରିବ ପ୍ରେମ ତ ସରିବ ନାହିଁ ସବୁ ତ ସରିବ ମଣିଷ ମରିବ ପ୍ରେମ ତ ସରିବ ନାହିଁ ପ୍ରେମ ବୋଲି ଯୋଉ ଦୁଇଟି ଅକ୍ଷର କଦାପି ଭୁଲିବ ନାହିଁ ଲେଖୁ ଲେଖୁ ମୋର ଲୋତକ ଝରଇ ଦୁଇ ନୟନରୁ ମୋର ବୋଲି ସଭିଏ କୁହନ୍ତି କେହି ନୁହନ୍ତି ଆପଣାର ପବନ ବହିଲା ଆଲୁଅ ଲିଭିଲା ହେଲାଣି ଅନେକ ରାତି ସଙ୍ଗୀତ ସାରେଗାମା ଡ୍ୟାନ୍ସ ଧମାକାକୁ ଆମେ ସମାପ୍ତ କରୁଛୁ ଶେଷରେ ଲେଖୁଛୁ ଇତି ଦର୍ଶକ ବନ୍ଧୁ এই হচ্ছে আমার অনুষ্ঠানের শেষ রেকর্ডিং টুট যায় রাজাজি এই শেষ রেকর্ডিং পরে আমি আপন মানুষ নিয়ে যাব আমার নাটক দুনিয়াকে অপেরা দারু ব্রহ্মর সারা শহরে শহর সৃষ্টি করে আগে চালিথিবা নাটক অপেরা দারু ব্রহ্মর অনুষ্ঠান অনুসন্ধান নাটক কান্দুছি মো আখি বসব দেখি অপেরা দারু ব্রহ্মর অনুষ্ঠান অনুসন্ধান নাটক কান্দুছি মো আখি বসব দেখি নাট্য রচনা নাট্য নির্দেশনা শ্রীপতি লেঙ্কা মো উপস্থাপক বটকৃষ্ণ বয়সজ ଥିଲେ মিস ଅନ୍ନପୂର୍ଣ୍ଣା ଆଜି ଆପଣମାନଙ୍କର ମୁଁ ବିଦାୟ ନେଉଛି ଗୁଡ୍ ନାଇଟ୍ जवानी के से बनता के जवानी के बूढ़े मना से मना के छोड़े की दिखाना पटाने की चादर बिछा दी Hello.
আরে গানা আরে সবাই বলতে এখন এ গানা গানা କେହି କବାଟ ଖୋଲୁନାହାନ୍ତି କେହି ମୋ ଡାକ ଶୁଣୁନାହାନ୍ତି ଆରେ ତମ ମାନେ ପାଖରେ କଣ ମାନବିକତା ନାହିଁ ଏମିତି ଅମଣିଷ ହେଇଗଲ ତମେ ମାନେ ଆରେ ଯେତେବେଳେ ଜୀବନ ଗୋଟେ ଘର ମଣିଷ ଥିଲା ସେତେବେଳେ ତମକୁ ମଦ ଦଉଥିଲ ବଡ ବଡ ହୋଟେଲରେ ଖାଇବାକୁ ଦଉଥିଲା ସେତେବେଳେ ତ ତମେ ମାନେ ମୋ ସାଙ୍ଗରେ ଥିଲ ହେଲେ ଆଜି 50,000 ତମ ନେହୁରା ହଉଛି ତମେ ମାନେ କେହି ମୋ ମୁହଁକୁ ଚାହୁଁନ ଆରେ ତମେ ମାନେ ବୁଝୁନ କାହିଁକି 50,000 ଟଙ୍କା ନହେଲେ ତୋ ସୁନ୍ଦରୀ ସ୍ତ୍ରୀ ଜ୍ୟୋତି ମରିଛି ଛାଡା ପଡେ ଏଠି ମୁଁ ବିଶ୍ୱପ୍ରକାଶ ସାମନ୍ତ ଓଡ଼ିଶା ସରକାରଙ୍କର ଅପକାରୀ ମନ୍ତ୍ରୀ କିନ୍ତୁ ସାର୍ ଏତେ ବର୍ଷା ରାତିରେ ଆପଣ ପୁଣି ଏଠି ଜୀବନ ଦାସ ଭଳି ଜଣେ କୁଖ୍ୟାତ ଅପରାଧୀ ଯାହାର ଗୋଟେ ଇଶାରାରେ ଲକ୍ଷ ଲକ୍ଷ ଟଙ୍କା ପହଞ୍ଚି ଯାଉଥିଲା ଯିଏ ହାତ ଉଠେଇଲେ ହତିଆର ଉଠୁଥିଲା ଆଜି ମାତ୍ର ଟଙ୍କା 50,000 ପାଇଁ ସେ କେମିତି ବାରଦୁଆର ହଉଛି ସେଇ କଥାଟା ଦେଖିବା ପାଇଁ ଆସେ ଆରେ ଜୀବନ ବୁଝିଲୁ ତୋ ସେଟା କାହାର କିଏ ସାଲଗ ପାଖରେ କେନ ଖାଉଥିଲେ କେନ ଆରାମରେ ରହୁଥିଲୁ ଯେତେବେଳେ ଯା ଇଚ୍ଛା ହଉଥିଲା କରୁଥିଲୁ ହେଲେ ସାଲକୁ ଛାଡ଼ିଲୁ ପୁରା ପୁରି ବାପ ଫୋନେ ସେସବୁ କଥା କହିଛି ନା ବନି ମୁଁ ତ ସାଲୁ କହିଲୁ କଣ କୀର୍ତ୍ତନ ବାବୁ জীবন চাইলে ମୁଁ ତାକୁ 1,00,000 ଟଙ୍କା ଦେବି ହାତ ଫେରି ନିଅନ୍ତୁନି ସାର୍ ଆପଣ ମୋ ପ୍ରତି ଟିକେ ଦୟା କରନ୍ତୁ ଆପଣ ଦୟା ହଁ ମୁଁ ତତେ ଦୟା କରିବି ହେଲେ ତୁ ଯଦି ମୋର ଗୋଟାଏ କାମ କରିବି ହଁ କାମ ଆଉ ସେଇ କାମଟା ହେଲା ମୁଁ କେବେ ମଣିଷ ଭାଇ ପାଇବିନି ଏଇଟା ଅସମ୍ଭବ ଏଇଟା କାହିଁକି ଅସମ୍ଭବ ତୁ ତ ଆଗରୁ ଏମିତି କେତେ ଜଣକୁ ମାରି ଦେଇଛୁ ଆଜି ଆଉ ଜଣକୁ ମାରିଦେବୁ ଅସୁବିଧା କଣ ନାଇଁ ସାର୍ ବାହାଘର ପାଇଁ ମୋ ସ୍ତ୍ରୀର ମୁଣ୍ଡ ଛୁଇଁ ମୁଁ ଶପଥ କରି କହିଛି ଏମିତି କାମ ମୁଁ ଆଦৌ କରିବି ଯଦି ଏମିତି କାମ କରିଦିଏ ତାହେଲେ ମୋ ସ୍ତ୍ରୀର ବିଶ୍ୱାସଟା ତୁଟିଯିବ ଆଉ ମୋ ସ୍ତ୍ରୀର ବିଶ୍ୱାସଟା ତୁଟିଗଲେ ତା ନିଶ୍ୱାସଟା ବନ୍ଦ ହେଇଯିବ ନାଇଁ ସାର୍ ଆପଣ ମୋତେ ଦୟା କରନ୍ତୁ ଦୟାକରି ଆପଣ ଟୁପି ଅଲ୍ ରାଇଟ୍ ମୁଁ ଆଜି ଫେରି ଯାଉଛି ଯିବ ହେଲେ ମନେ ରଖ ଯୋଉ ସ୍ତ୍ରୀ ପିଲାକୁ ବଞ୍ଚେଇବା ପାଇଁ ତୋର ଟଙ୍କା ଦରକାର ସେ ଟଙ୍କା ଦୁନିଆରେ ମୋ ବ୍ୟତୀତ ତୋତେ ଆଉ କେହି ଦେବେ ଆପଣ ବୁଝୁନାହାନ୍ତି କାହିଁକି ସାର୍ ଏମିତି କାମ ମୁଁ ଆଦৌ କରିପାରିବିନି ତୋ ପାଖରେ ସମୟ କମ୍ ମୋ ପାଖରେ ସମୟ କମ୍ କହ ତୁ ଏ କାମ କରିବୁ କି ନା আরে চুপ হয়ে ছিড়া হয়েছু কো আরে টঙ্কা বঞ্চাই দে তো স্ত্রী পিলাকু বঞ্চাই দে রে জীবন আরে তো স্ত্রী পিলা তো বঞ্চাই দে কহ জীবন তু রাজি না মু ফেরি যাবি আরে কহ জীবন মু ফেরি যাবি না তু রাজি হ্যাঁ মু রাজি রাজি মু এ কোন তু সাহেব कैसे पुलिस जाबाई जीवन दास काढ हो पुलिस इंस्पेक्टर अभिषेक राय सही टाइम पकड़ होची और भाई खास तार भाई आज मोर सब कारबार सब एंटर करछि और सेटा नमले आगामी इलेक्शन पूर्व मु हातर हाथ गडी पिंदी जेल भीतर थिबी आई जा मरी बसे এই জাতদার ভিতরে সে পুলিশ মরিব তো দিন নহে জীবন এপে সেটা মরিব দরকার কিন্তু কেমিতি স্যার আরে কেমিতি কোন সে ডিউটি ছাড়ি এই বাটারের কোয়ার্টার তো ফেল থাকো আউ ঠিক সেই সময়ে মরিব যে মরি চলি দত্ত মরি হাজারে মরিব যে ভেরি গুড তাহলে ধর ওই টঙ্কা সেইটাকে পুরো স্মাশ করে দেবো চালা কীর্তন বাবু টঙ্কা
ଟଙ୍କା हे ठाकुरे କାହିଁକି ଜୀବନ ଦାସର ଜୀବନଟାକୁ ତମେ ପାଣିରେ ଭସ୍ମ କରି ତମେ ଶୂନ୍ୟ ଆକାଶରେ ଉଡେଇ ଦଉଛ ମତେ କଣ ଏଇଆ ବୁଝିବାକୁ ପଡିବ ଯେ ମୁଁ ଗୋଟେ ଭଲ ମଣିଷ ହିଁ ଭୁଲ କରିଛି ତମେ ମତେ କହିଦିଅ ଠାକୁରେ ଏବେ ମୋର କଣ କରିବା ଉଚିତ କହିଦିଅ ସବୁ କିଛି କରିପାରିବି ମୁଁ କିଏ ସେଠି ଏତେ ରାତିରେ ରାସ୍ତା ଉପରେ କିଏ ତମେ ମୃତ୍ୟୁ ଆଉ ତମେ ଯେ ମୃତ୍ୟୁ ସାମ୍ନାରେ ପହଞ୍ଚ ମାନେ ମରିବ ତମେ ମୁଁ ମରିବି କିଏ ମତେ ମାରିବ ମୁଁ ତମକୁ ମାରିବି ପୋଲିସ ଅଫିସର ତୁ ମାରିବୁ समय नष्ट कर तानाले चक्र हरेको तासेको माप हरेको तानाले चक्र हरेको तासेको माप हरेको तानाले चक्र हरेको तासेको माप हरेको तमारे मो ज्योति पूजा अरे पूजा तू मेडिकल पड़े कहीं ते मुझे खोजी खोजी थकी पड़े जड़े सिस्टर पचारि से कहले घर को पड़े अरे तू घर कहीं पड़े काम सरीगला सेठी रहिया परिथा तू कोन तू तो आसी बोली कहि गलु जे गलु कौन करते कहलु टंका आने लेट हो ए पूजा तो भाउज कड़े गले कि ସେଇଠି ତା ପିଲାକୁ ଶୁଆଇ ଦଉଛି ए पूजा मोर पुआ हिची रे झियो हिची तू सत कहू मो पुआ हिची सत कहू हे भगवान मु बापा ही गली बापा ए पूजा मो पुआ जन्म हला परे से कांदुथिरा न हसुथिरा ना से हसुथिला एकदम नीरव थिला से नीरव थिला किंतु काहे की नीरव काहे की ना सेते बेल को पेट भीतर अणविश्वास छुआटा मरी जाई ए तो हाथ जो छोटा ईटा मोला छुआ मेडिकल छाड़ी दे गला गर्भ जंत्रणा बढ़िबाकू लागिला डॉक्टर बाबू कहिले खूब शीघ्र सर्जरी कराई का बहुत टंका नहीं आसे तमरा ऑपरेशन हो मु कहिले बोरू के जाय
ତତେ କେତେ ଖୋଜିଲି ଏଇ ତୋର ଦେଖା ନେଇ ସେତେବେଳେ ବହୁ ଛୋଟ ନା ପେଟ ଭିତରେ ବହୁତ ସମୟ ଯାଏ ବଞ୍ଚିଥିଲା ହେଲେ ତୁ କେମିତି ଜାଣିଲୁ ଛୁଆଟା ବଞ୍ଚିଥିଲା ବୋଲି? ମୁଁ ପରା ମା ଆମ ଛୋଟା ବହୁତ ସମୟ ଧରି ପେଟ ଭିତରେ ହାତ ଗୋଡ଼ ହଲେଇ ସୁନ୍ଦର ଭାବରେ ଖେଳୁଥିଲା ଡାକ୍ତର ଅପରେସନ କରିଥିଲେ ଆମ ଛୁଆଟା ବଞ୍ଚି ଯାଇଥାନ୍ତା ହେଲେ ସେ ମାନବିକ କଥା ଶୁଣି ଡାକ୍ତର ଟଙ୍କା ପାଇଲାନି ବୋଲି ମୋର ଅପରେସନ କଲାନି ତଥାପି ମୋ ଛୁଆଟା ଜନ୍ମ ହେଲା ସେତେବେଳକୁ ସେ ମରି ଯାଇଥିଲା ମରିଗଲା ଏମିତି କାହିଁକି ହେଲା କାହିଁକି ଭଗବାନ ଏତେ ଗୋଟେ ନିଷ୍ଠୁର ହେଲେ କାହିଁକି ମୋ ପୁଅକୁ ମୋ ପାଖରୁ ଛଡ଼େଇ ନେଲେ କୁହ ତମେ ନାଇଁ ନାଇଁ ରକ୍ତ ପଡିଛି କାହିଁକି ନାଇଁ ନାଇଁ ସେ କିଛି ନୁହେଁ। କୁହ କଣ ହେଇଛି କୁହ ମତେ କଣ ହେଇଛି ପରିଥର ସେ କିଛି ନାଇଁ ନୁହେଁ। ନାଇଁ 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 ମତେ ନିଶ୍ଚୟ କିଛି ନୁହେଁ। ନାଇଁ ନାଇଁ ସେ କିଛି ନୁହେଁ। ସତ କୁହ କଣ ହେଇଛି ପରିଥର ସେ କିଛି ନୁହେଁ ବୋଲି। ସତ କୁହ ତମକୁ ମରଣ ଦିନ ଥିଲା ଜୀବନ ଦାସ ମାଂସ ଦୋକାନ ପାଖରେ ଛିଡା ହଉଥିଲେ କଂସାଇ ଫଳା ଫଳା ମାଂସ ମୋବାଇଲ ଭିତରେ ପୁରେଇ ଧରେଇ ଦଉଥିଲା ମଦ ଦୋକାନୀ କୁଆଡେ ମଦ ମୋ ପାଖକୁ ପଠେଇ ଦଉଥିଲେ ନେତା ମନ୍ତ୍ରୀ ମାନେ ବିଡ଼ା ବିଡ଼ା ଟଙ୍କା ମୋ ଉପରକୁ ଫୋପାଡ଼ି ଦଉଥିଲେ ଗର୍ଭିଣୀ ଗାଈଟା ଭଟ ଛାଡ଼ି ଦଉଥିଲା ଆଉ ମା ମାନେ ତା ପିଲାମାନଙ୍କୁ ବାହାରକୁ ଆସିବା ପାଇଁ ଘର ଭିତରେ ବନ୍ଦ କରି ହେଲେ ତୁ ଆସିବା ପରେ ତୋ କଥା ମାନେ ଗୋଟେ ଭଲ ମଣିଷ ହେଇଗଲା ପରେ ସବୁ କିଛି ବଦଳିଲା ଆରେ ଯୋଉମାନେ ମତେ ବିଷଧର ସାପ ବୋଲି ଭାବୁଥିଲେ ସେମାନେ ଏବେ ବିଷହୀନ ସାପ ବୋଲି ଭାବୁଛନ୍ତି ଏ ଜୀବନ ଥାଇ ମଧ୍ୟ ଗୋଟେ ସାପ ଠାରୁ ହୀନ ହୋଇଯାଇଛି ହୀନ ଆଲେ ଯଦି ଆଲେ ପୂଜା ଆରେ ଏଇ ହାତରେ ତମମାନଙ୍କୁ ଉପର ଉପର ଟଙ୍କା ଦଉଥିଲି ମତରେ ଫସାଉଥିଲି ବଡ ବଡ ହୋଟେଲରେ ଖାଇବାକୁ ଦଉଥିଲି ସେମାନେ ଆଜି 50,000 ଟଙ୍କା ଦେବା ପାଇଁ ମତେ ମନା କରିଥିଲେ କେବଳ ସେଇଥିପାଇଁ ତତେ ବଞ୍ଚେଇ ରଖିବା ପାଇଁ ଆଉ ଟଙ୍କା ପାଇଁ ପୁଣି ଥରେ ମଣିଷ ମାରିଛି ଟଙ୍କା 50,000 ଟଙ୍କା ଟଙ୍କା ଏ ଟଙ୍କା ମୋର କୋଉ କାମରେ ଆସିଲା ମୋ ପେଟ ଭିତରେ ହାତ ଗୋଡ଼ ହଲେଇ ଖେଳୁଥିବା ଛୁଆଟା ହଠାତ୍ ମରିଗଲା କାହିଁକି ତମରି ପାଇଁ କେବଳ ତମରି ପାଇଁ ମୋ ପୁଅଟା ମରିଗଲା ତମେ ମୋ ପୁଅକୁ ମାରିଦେଲ କାହିଁକି ତମେ ମଣିଷ ତମେ ମୋ ମୁଣ୍ଡ ଛୁଇଁ ନିୟମ କରିଥିଲ କାହିଁକି ମୋ ବିଶ୍ୱାସରେ ବିଷ ଭରିଦେଲ କାହିଁକି ମୋ ସମସ୍ୟାକୁ ସବୁ ଶେଷ କରିଦେଲ ମୋ ପୁଅ ମରିଯାଇ ଠିକ କରିଛି ବଞ୍ଚେ ଧୀରେ ସେ କୋଉ ସୁଖ ପାଇଥାନ୍ତା ତମ ପରି ଗୋଟେ ମଣିଷ ମରକୁ ସେ କେବେ ବାପା ବୋଲି ଡାକି ନଥାନ୍ତା ସହି ପାରିନଥାନ୍ତା ମୋ ପୁଅ ତା ସାଙ୍ଗସାଥି ମାନେ ତାକୁ ଟାହିଟା ପରା କରିଥାନ୍ତେ ତା ପୂର୍ବରୁ ଏ ବଂଶ ବୁଡେଇ ଦେଇ ସେ ଠିକ କରିଛି
गबे तोते के लाचा लागुनी बहुत राणा नियम को समाधि कर दे तू आज प्रमाण कर देछु प्रकृति के बदलनी तू मनीष मारिछु तो पुलिस बांधी नहीं जीवो ଆଉ ତମକୁ ପୋଲିସ ବନ୍ଦୀ ଦେଇ ସାରିଲା ପରେ ଏ ଦୁନିଆର ପ୍ରତ୍ୟେକ ଲୋକ ମତେ ଆଙ୍ଗୁଠି ଦେଖାଇ କହିବେ ତୁ ଗୋଟେ ଖୁନି ହତେ ତୁ ଗୋଟେ ଅପରାଧୀ ହତେ ସହି ପାରିବିନି ମୁଁ ଭଗବାନ ମୋ ପୁଅକୁ ମୋ ପାଖରୁ ଛଡ଼େଇ ନେଲେ ଛାତିରେ ପଥର ଲଦି ସବୁ ସରି ଯାଇଥିଲେ କେବଳ ତମରି ମୁହଁକୁ ଚାହିଁ କଣ କଲ ତମେ ନାଇଁ କେତେ ନିନ୍ଦା ଅପବାଦ ଶୁଣି ମୁଁ ବଞ୍ଚି ରହିପାରିବିନି ବରଂ ଭଲ ହବ ବର୍ତ୍ତମାନ ମୁଁ ଆତ୍ମହତ୍ୟା କରିବି ଆତ୍ମହତ୍ୟା କରିବି ଯଦି ମୋ କଥା वो इतना को कॉमेडियन लेके तो पैसा 2000 मोदो कोण पाहिजे कोण पाहिजे पाहिजे मग बଞ୍ଚि ରହିବି କେବଳ ତମରି पुढे दे दे काम କେବଳ ତମରି ପାଇଁ ମୋ ଜୀବନ ଆକାଶକୁ ଶ୍ରାବଣ ଆକାଶ ମାଡ଼ି ଆସିଲା କେବଳ ତମରି ପାଇଁ ମୋ ପୁଅଟା ମରିଗଲା କେବଳ ତମରି ପାଇଁ ବଞ୍ଚି ଥାଉ ଥାଉ ମୁଁ ଗୋଟେ ଝିଅକୁ ସମାନ ପାଲଟି ଯିବି ଆଉ ନିଜ ମନକୁ ନିଜ ବୁଝେଇ କହିବି କାନ୍ଦୁଛି ମୋ ଆଖି ମୋ ସମାଧି জীবনী অসজনা পালা যাচ্ছে থাকি মনিষ ভাবুছি পানি হয়েছি What's up,
सब देखी अंकल ହେଲା ବାବା ହେଲା ଆଚ୍ଛା ବିନୋଦ ହଠାତ୍ ତମେ ଆରେ ଏଇ ତ ଟିକେ ପୂର୍ବରୁ ତମରି କଥା ମୁଖକୁ ମୁଁ କହୁଥିଲି ତମରି କଥା ଆରେ ତମେ କଣ ଜାଣିନ ଆରେ ମୋ ଅଫିସର ଯେତେ ଯେତେ ସବୁ ସାଙ୍ଗ ଅଛନ୍ତି ସେମାନଙ୍କ ଭିତରୁ ତମେ ହେଉଛ ସ୍ୱତନ୍ତ୍ର ଆଉ ତମରି କଥା ମନେ ପକଉଛି ମୁଁ ସବୁବେଳେ ଗର୍ବ ଅନୁଭବ କରେ ହେଲେ ଗୋଟାଏ କଥା ତମେ ତା ବାହାଘରକୁ ଆସିଲ ସେଇଥିପାଇଁ ତମ ଉପରେ ମୋର ଭାରି ଅଭିମାନ ମତେ କ୍ଷମା କରିଦେ ତା ବାହାଘର ସମୟରେ ମୋର ଗୋଟେ ଅର୍ଜେଣ୍ଟ କାମ ମତେ ଦିଲ୍ଲୀ ଯିବାକୁ ପଡିଲା ଆଚ୍ଛା ସେଇଥିପାଇଁ ସେଦିନ ଆସିପାରିଲି ଆଉ ଆଜି ଆସିଛି ଅଭିଷେକର ବାର୍ଥଡେ ସହିତ ଭାଉଜଟିଏ ଦେଖିକି ଯିବ ଆଚ୍ଛା ଅଙ୍କଲ ଅଭିଷେକ କଣ କଲେ ସକାଳ ପର ତାର ନମ୍ବରଟି ଲଗାଉଛେ ଯେତେ ଲଗାଉଛେ ଲାଗୁନି କୁଆଡେ ଯାଇଛି ସେ ଏଇ ତା ଡ୍ୟୁଟିରୁ ଫେରୁଥିବ এই সর্বত দিয়তু ଭଏସଟା କେମିତି ଚିହ୍ନିଲା ପରି ଲାଗୁଛି আগ সর্বত পে দিয়তু তারপরে চিনবে মো কিয়ে এথর কইলে মো কিয়ে ସେଇଥିପାଇଁ ଅଭିଷେକ ମତେ କହୁଥିଲା ଫୋନରେ କହିଲା ଭାଉଜ ଦେଖିଲେ ତୁ ପୁରା ଆଶ୍ଚର୍ଯ୍ୟ ହେଇଯିବୁ ବୁଝିଲେ ଅଙ୍କଲ ଗୀତା ଅଭିଷେକ ମୁଁ ଗୋଟିଏ କଲେଜ ସାଥିରେ ପଢୁଥିଲି ହେଲେ ଗୀତା ଆମର ପୁରା ଲକ୍ଷ୍ମୀ ତମେ ଜାଣିଛ ବିନ ମୋ ଭଉଣୀ ଲକ୍ଷ୍ମୀ ନୁହେଁ ସାକ୍ଷାତ ଲକ୍ଷ୍ମୀ ପ୍ରଦୀପ ତମେ ଜାଣିଛ ବିନ ଏଇ କେଇଦିନ ହବ ମୋ ଘରକୁ ଆସିବା ଦିନଠାରୁ ମୋ ଧୂଳିରେ ଜମାଟ ବାନ୍ଧିଥିବା ମୋ ଠାକୁର ଘରଟା ଅଖରା ସଫା କରି ଚିକ୍ ଚିକ୍ କରି ରଖିଛି ମୋ ଘରଟା ଖାଲି ଧୂପ ଦୀପରେ ମହ ବାସ୍ନା ଆଉ ମୋ ବୋହୁ ଠାକୁର ପୂଜାରେ ଏତେ ନିପୁଣ ଯେ ମତେ ପୁରା ମନ୍ତ୍ରମୁଗ୍ଧ କରି ରଖିଛି ଆଉ ତା ଚାଲି ଚଣ୍ଡ ଠଙ୍ଗର ଦେଖିଲି ତ ଆଖି ବି ଖୁସି এ নাই বাবা ନାଇଁ ମାନେ বাবা এতে প্রশংসা করতনি ନାଇଁ ରେ ମା ଏସବୁ ପ୍ରଶଂସା ପାଇବା ପାଇଁ ତୁ ହଉଛୁ ହତ୍ୟା ଏସବୁ ପ୍ରଶଂସା ପାଇବା ପାଇଁ ତୁ ଯୋଗ୍ୟା ଆଚ୍ଛା ବିନୋଦ ତମେ ଅନେକ ଦିନ ପରେ ଆମ ଘରକୁ ଆସିଛ ଆଜି ଖାଇକି ଯିବ ଏ ମା ମୁଁ ଯାଉଛି ବଜାରକୁ ଭଲ ମାଛଟି ନେଇ ଆସିବ ହେଲା ତମେ ରୋଷେଇ କରିବ ଆମେ ସମସ୍ତେ ମିଶି ଖାଇବା କହିଲି ଆଉ ଆସି ବୁଝିଲ ଭାଉଜ ଅକଲ କଣ କହିବି ତମ ଘରେ ଆଜି ଖାଇକି ଯିବ ହଉ ଦେଖିବ ବାହାଘର ପରେ ତମ ହାତ ରନ୍ଧା ଟେଷ୍ଟା କେମିତି ଲାଗୁଛି ଆଚ୍ଛା ଭାଉଜ ଅଭିଷେକ କୁଆଡେ ଗଲା କି ସକାଳ ପରେ ତା ନମ୍ବର ଯେତେ ଟ୍ରାଏ କରୁଛି ହେଲେ ଲାଗୁନି ଦେଲ ତାର ଅଲଗା କିଛି ଅଛି ନମ୍ବର ଯଦି ଅଛି ଦେଲ কালি ঠারে মু ট্রাই করুছি কিন্তু তাকো ফোন সুইচ অফ কହୁছি আচ্ছা তুমি কইনা বিনা ঘরে তাকর গোটে স্ত্রী ଅଛି ଏ কথা তাকর মনে ଅଛି কি নাই ନାଇଁ ଭାଉଜ ଏମିତି ଅଭିମାନ କଲେ କଣ ହବ କହିଲ କୋଉଠି ଗୋଟେ କାମରେ ରେଡ୍ କରିବାକୁ ଯାଇଥିବ বুঝিনা বিনা তম পুলিশ বাবু মানে সব গুড়াক সেই চোর ডকাত ক্রিমিনাল সহিত মিশি তম পুলিশ মানকর হার পুরা হার হেই গলানি আর স্ত্রী রাখিনি বুঝাকু তমে পুরা পুরি অসমর্থ हेलो यस हाँ ମୁଁ ବିନୋଦ ପାଲ ମହାପାତ୍ର କହୁଛି କଣ ହେଲା ଓକେ ଠିକ ଅଛି ମୁଁ ସାଙ୍ଗେ ସାଙ୍ଗେ ଆସି ପହଞ୍ଚେ ଭାଉଜ ମୋ ଟିକେ ଅର୍ଜେଣ୍ଟ କାମ ଅଛି ମୁଁ ଟିକେ ଆସୁଛି আরে তমে পুরা খাইকি যাব ଓ ହେଲା ମୋ ତରଫରୁ ସରି ଆଉ କେବେ କୋଉଦିନ ଆସିଲେ ମୁଁ ତମ ଘରେ ଖାଇକି ଯିବି বিনা ମୁଁ ଏଥର ଆସୁଛି বিনা তো কথা নি শুনি যাও চালি গলে সব পুলিশ গুড়া কইয়া কোন যে মু এমানকু কহিবি আজি আসন্তু ইয়ে তাকর দিনকু মোর দিনে আজি কাହିଁକି ଏମିତି ହଉଛି ଗାଧେଇଲା ବେଳେ ପଟେ ସକା ଭାଙ୍ଗି ଗଲା ସିନ୍ଦୁର ପିନ୍ଧିଲା ବେଳେ ସିନ୍ଦୁର ପର୍ବଟା ହାତରୁ ଖସି ପଡିଲା ଆଜି କାହିଁକି ଯେ ଏମିତି ହଉଛି କାହିଁକି ହଉଛି ଏମିତି କାହିଁକି ନା ତମେ ହଉଛ ଗୋଟେ ଅଲକ୍ଷଣ ଅବିନାଶ ମୁଁ ତମ ଭାଉଜ ତମେ ମତେ ଏମିତି କଥା କହି ମାରୁଛ କେମିତି ଆଉ କେମିତି କହିବି ତମେ ମୋ ବଡ ଭାଉଜ ତମକୁ ପୂଜା କରିବା କଥା ଅବିନାଶ ତମେ ଘରକୁ ଆସିବା ପୂର୍ବରୁ ମୋ
করতে পারে ইশারা দেব বড় হাজার হাজার টঙ্কা ମୋ ପକେଟରେ ଭର୍ତ୍ତି କରିଦେବି ଏବେ ସେ ମୋ ମୁହଁକୁ ଚାଲ କାହିଁକି ତମେ ମଦ ପିଉଛ? ଅବିନାଶ ତମେ ମଦ ଛାଡି ଦିଅ, ଦେଖିବ ତମ ଭାଇ ତମକୁ ମୁଣ୍ଡରେ ବସେଇବେ। ନା 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 ମୋର କାହା ମୁଣ୍ଡ ଉପରେ ବସିବା ଦରକାର ନାହିଁ ମୋର 10,000 ଟଙ୍କା ଦରକାର ବାସ୍ ଅବିନାଶ ଆଉ ସେଇ 10,000 ଟଙ୍କାଟା ତମେ ଦବ 10,000 ଟଙ୍କା କିନ୍ତୁ ମୁଁ ଆଣିବି କୋଉଠୁ? କାହିଁ ଭାଇଙ୍କ ଦରମା ଟଙ୍କା କଣ କରୁଛ କି ଏଇ ମାତ୍ର 3 ମାସ ହେଲା ମୁଁ ଏ ଘରକୁ ବୋହୂ ହେଇ ଆସିଛି। ଏଇ 3 ମାସ ଭିତରେ ମୁଁ ଦେଖିଛି ପ୍ରତ୍ୟେକ ମାସରେ ଦରମା ଟଙ୍କା ତମ ଭାଇ ନେଇ ବାପାଙ୍କ ହାତକୁ ବଳେଇ ଦିଅନ୍ତି। ତା ମାନେ ତମ ପାଖରେ ଟଙ୍କା ନାହିଁ ସତରେ ମୋ ପାଖରେ ନାହିଁ। ତମେ ଗୋଟେ କାମ କର, ତମେ ବାପାକୁ ମାଗିବ ଯାଅ, ସିଏ ତମକୁ ଟଙ୍କା ଦେବେ। ବାବାଙ୍କ ସହିତ ମୁଁ କଥାବାର୍ତ୍ତା କଲେ ତାଙ୍କର ମୋର ପୁରା ଝଗଡା ହଉଛି ଅବିନାଶ ମୋର 10,000 ଟଙ୍କା ଦରକାର ସେ ଟଙ୍କା ତମେ ଦବ ଆଉ ଏବେ ଦବ ଅବିନାଶ ତମେ ବୁଝୁନ କାହିଁକି? କୋଉଠୁ ଆଣିବି ମୁଁ ତମକୁ ଦେବି? ହଁ ସିଏ ବି ଗୋଟେ ବଡ ପ୍ରଶ୍ନ ଟଙ୍କା ତମେ କୋଉଠୁ ଆଣିବ କୋଉଠୁ ଆଣିବ କୋଉଠୁ ଆଣିବ କୋଉଠୁ ଆଣିବ କୋଉଠୁ ଆଣିବ ଅବିନାଶ ପାୟଲ ଟଙ୍କା ମୁଁ ପାୟଲ ପାଇଗଲ? କାହିଁ? କୋଉଠି? ଏଇ ବା ତମ ବେକରେ ଥିବା ମଙ୍ଗଳସୂତ୍ର ସେ ଭାଉଜ ସେ ମଙ୍ଗଳସୂତ୍ର ମତେ ଦେଇଦିଅ ତାକୁ ବିକି ମୁଁ ଟଙ୍କା ନେଇ ମୋ ବିନାଶ ବିନାଶ କରିବ ମୋର କର୍ମ ବିନାଶ ହବ ମୋର ଧର୍ମ ମୋର ଆଗକୁ କେହି ନାହିଁ କି ପଛକୁ କେହି ନାହିଁ ଅବିନାଶ ଦିଅ ଭାଉଜ ସେ ମଙ୍ଗଳସୂତ୍ରଟା ମତେ ଦେ ଦିଅ ଭାଉଜ ଦିଅ Ay! ତୋର ଏତେ ସାହସ ତୁ ମୋ ଗାଲରେ ହାତ ମାରିଦେଲୁ ଅବିନାଶ ମୋର ଆଗକୁ କେହି ନାହିଁ କି ପଛକୁ କେହି ନାହିଁ ଦିଅ ଭାଉଜ ସେ ମଙ୍ଗଳସୂତ୍ରଟା ମତେ ଦିଅ ଭାଉଜ ଦିଅ ଭାଉଜ ସେ ମଙ୍ଗଳସୂତ୍ରଟା ମତେ ଦେଇଦିଅ ଅବିନାଶ ଆମେ କଣ ମା ସମାନ ଭାଉଜକୁ ହାତ ଉଠେଇ ଦଉଛୁ ହେ ଚୁପ କର ଭାଉଜି ବେଶୀ ପାଟି କରି ମୋ ମୁଣ୍ଡ ଖରାପ କରିବା ପାଇଁ ଚେଷ୍ଟା କର ଆଜି ତା ଉପରକୁ ହାତ ଉଠିଛି ଦରକାର ପଡ଼ିଲେ ତମ ଉପରକୁ ବି ହାତ ଉଠି ଯାଇପାରେ କଣ କହିଲୁ ମୋ ଉପରକୁ ତୁ ହାତ ଉଠେଇବୁ ଆରେ ମୋ ଉପରକୁ ତୁ ହାତ ଉଠେଇବୁ ଭାଇ କେୟାର ଭାଇକି ଉଠା ହାତ ଆରେ ଉଠା ଭାଇ ଆପଣ ତାଙ୍କ ସହିତ ଲାଗୁଛନ୍ତି ବାପା, ସେ ମଦ ପିଇଛନ୍ତି ଆଉ ଆପଣଙ୍କର ଯଦି କିଛି ହେଇଯାଏ କଣ କରିବ ସେ ମୋର ଆରେ କଣ କରିବ ସେ ମତେ ଆରେ ଦେବ ଆରେ ଦଉ ଏଇ ଘରେ ଆଜି ଗୋଟେ ପଇସା ହବ ଅଭିଷେକ ଆସୁ ଏଇଟାକୁ ମୁଁ ଏଇ ଘର ଭେନ୍ନେ କରିବି କଣ କହିଲ ଭିନ୍ନେ ୟେସ୍ ଭେନ୍ନେ ଭଲ ବାପା ବହୁତ ଭଲ ମୁଁ ତମକୁ ହାତ ଧରୁଛି ତମେ ସେଇଆ କର ମତେ ଭିନ୍ନ କରିଦିଅ ଏ ଘର ମୁଁ ବହୁତ ଭଲ ନୁହେଁ ଏ ଘର ଅଧା ଭାଗ ମୋର ହେଇଯିବ ତାଙ୍କୁ ବିକିବି ମଦ ଚିକେନ ମଟନ ଖାଇ ବାପା ବାପା ମୁଁ ତମ ଗୋଟ ଆପଣ ତମେ ସେଇଆ କର ହଁ ମୁଁ ସେଇଆ କରିବି ଅଭିଷେକ ଆଜି ଆସ ଠିକ ସେଇଆ ହିଁ କରିବି ନାୟକ ଅଭିଷେକ ଅଭିଷେକ ଆଉ ଆସିବନି ଅଭିଷେକ ଆଉ ଆସିବନି ହଁ କବି ଆରେ କଣ କହିବାକୁ ଚାହୁଁଛୁ ତୁ ମୁଁ ଆପଣଙ୍କୁ ଏମିତି ଗୋଟେ ଖବର ଦେବି ଯେ ଆପଣଙ୍କ ଧୈର୍ଯ୍ୟର ବନ୍ଧଟା ପୁଷଣି ପଡିବ ଆପଣଙ୍କ ପାଦ ତଳ ମାଟି ଖସି ପଡିବ ଆଉ ଆକାଶ ଖଣ୍ଡ ଖଣ୍ଡ ଯେ ଆପଣ ଉପରେ ଝଡି ପଡିବ ବିନୋଦ, ତମେ ଏମିତି ସବୁ କଣ କହିବ ଯେ ଏତେ ସବୁ ହବ? ମାନେ ଅଭିଷେକ 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 ଦୁନିଆରେ ଆଉ ନାହିଁ ଏ କଥା କହିବାକୁ
ଅଭିଷେକର ସପ ଆସୁଛି। ବିଧିର ବିଧାନକୁ ଏହି କର୍ତ୍ତବ୍ୟ ବଦଳ ଦେଇପାରି ଭାଉଛ ଚାଲ ବିରାସ ସାହି ଭାଇକୁ ଡାକି ତମ ଭାଇଙ୍କର ଶବ ସତ୍କାର କର। ହଁ ଚାଲ ଚାଲ अभिषेक उठो अभिषेक उठो अभिषेक अरे मु डाकुचे तुम बापा पूरा तुमको डाकुचंते तुम ताका कथा सुनु न काहे उठो अभिषेक उठो अभिषेक उठो अभिषेक उठो अरे तू ये तरह तू से तरह अरे बाबा तू जो तारा है तारा कहीं अरे तोरे आँखी खुली कोई मेरे दादा तो बिना तो बाबा हूँ तो स्त्री बच्ची ने केविती बच्ची ने सेवा देखे हे खरो अरे तोरी कंदरे वो मोसारी नहीं थी अरे मोसिना मुक्ति वही खाते अरे वो करे तोते मुक्ति रा बाटो देखे ही परिबी तोते मुक्ति रा बाटो बापा आ चलो बापा मु तो काहे किछि क्षति करिनी लेकिन तू भगवान काहे कि मते एते बड़ दंड देले काहे कि से हमर एते बड़ सर्वनाश
କାନ୍ଧରେ ମଶାଣିକି ନେଇ ଚାଲ। ଆଜି ଘର କାମ ସବୁ ବନ୍ଦ, ରୋଷେଇ ବାସ ଖାଇବା ପିଇବା ସବୁ ବନ୍ଦ। ଆରେ ହେ ସମସ୍ତେ କଣ କରି ବାକି ଆଣିବି? ମୁଁ କଣ ଘର ଚାକର ସବୁ କାମ କରିବି? ଆଜି ଆସୁ ତାର ଦିନକୁ ମୋର ଦିନ। ଆଜି ଏ କାମ କୌଣସି କାମ ହେଇପାରିବ ନାହିଁ କି ହେଇନି। କରେଇଛି କି ଆଜି ଆମ ଘରର ବଡ ଠାକୁର ଏମିତି ରାଗିଛନ୍ତି? କଣ କହିଲୁ? ବଡ ଠାକୁର ନା ଏ ଘର ଚାକର? ଆରେ ହେ ରଘୁଆ ତୋତେ ଦେଲେକି କହିଲା ବୋଲି ତାକୁ ମାସେ ଛୁଟି ଦେଇଦେଲୁ। ଏ ଘର କାମ ସବୁ ମତେ କରିବାକୁ। ଓ ତାହେଲେ ଭାଇ ଆମର କାମକୁ ଡରି ରାଗି ଯାଉଛନ୍ତି। କଣ କହିଲୁ? ନାଇଁ କଣ କହିଲୁ? ଏମିତି ଦେଲେକି ଭାବିଛୁ କହି ନାଇଁ ଟେକି ଟେକି କହିଦେଲେ ସବୁ କାମ ମୋର ହାସଲ କରିନେଇଯିବ। ନାଇଁ ଭାଇ କଥାଟା ସେଠି ନୁହେଁ। ତମେ କର ଆମେ ଦି ଭାଇ ଖାଇଥିଲେ ଯାଇ କଣ ହୋଟେଲ ଖାଇଦେଇକି ଆସିଲ ତତେ କାହିଁ ଖାଉନି କର? ତମ ହାତ ରନ୍ଧା ଯୋଉ ଟେଷ୍ଟ ଓ କଣ କହିବି ଆଉ। ମୁଁ ତ ସେଇଠି ଭୁଲ କରିଛି, ସେଇଠି ଭୁଲ କରିଛି। ମାନେ ତତେ ସୁଆଦିଆ ଖାଦ୍ୟ ଖୁଆଇ ମୁଁ ବରଂ ସବୁଦିନ ପାଇଁ ଭୁଲ କରିଛି। ମାନେ
अरे बिलो अब केते दिन लगे अब केते दिन एमिति पुरुष रोषे खाई आमे बंचिबा हां ए घरु कोन बहुटी आसीबो नि निहाती जण बहुटी निहाती दरकार अरे बहुटी तो आसीबो ये घर संजति को लगे बगला नाही निहाती संजय साया पर जाया पई निहाती जण दरकार हम पितृ पुरुष माने साग तर्पण पाइबे ना हां अरे मु तो सेया चाहूची हम घर को निहाती करे बहुटी दरकार हेले बहुटा मो पसंद हबो दरकार आ तमे नले काहा को कोठु धरि पळाइछो से कथा मु केबेले मानि पारि हां जटा निहाती मो पसंद हबा दरकार ए बिलोल के तू का बागर कथा कहू रे काहा बागर माने हां घर बरफ तमे आ का बागर कथा कहि आ तम बागर कथा कहू बुझिलो ना बाडे की तो गोड़ छोटा कोन बाड़ी दो ए बिलोल अरे मु तो बड़ भाई नु रे मु तो बापा देखिबो मु तो बापा है तो बाहागर आ अल्प दिन भीतर कर मो बागर भाई पानी ग्लास पानी तम कथा सुनी मो तो टेस्ट कर पानी ग्लास अरे की होचे रे मो सानो भाई इंस्ट्रक्टर बिलोल मा पात्र तंटी सुखी जाउची पानी ग्लास नै आसिलो भाई तमे भाई संगे से कहतलो रखवा दिवास भाई घर को जाइछे आ का गुडे कुछ तमे अरे लोगो जगह मु आउ जण को अपार्टमेंट दे अबे देख तो बड़ भाई कोन करी पारे ए पानी दियो तू सर पानी पी दे तमे देख देख आल्ला तर ये तमे ମୋ ପରି ଜଣା ଆପଣ କଣ ଜାଣିବେ ଆପଣଙ୍କୁ ଭାରି ଶୋଷ ଦୟାକରି ପାଣି ଗ୍ଲାସଟା ପିଇ ଦିଅନ୍ତୁ भाई मुंड खराब हो गेला मो मुंड खराब हो गेला हां कोन मुंड खराब हो जहा निष्पत्ति नउछो के भाबी चिपकी नउछो तो अरे मु जा निष्पत्ति नै छी तू थोड़ा देखि की देख आगो देख से झियर चाली चलनी आचार व्यवहार जदी सब भल लागिला आउ अल्प दिन भीतर मु तो बागर कर देबी अच्छा मां तमे घर सब काम करि परिबो ना आज्ञा बाबू ସବୁ କାମ କରିପାରିବେ तुम जानि पछु कोन जानि पर नानी मुंड कोन तम मुंड पुंड ठीक अछि ना ଦେଖନ୍ତୁ ସାର୍ ଆପଣଙ୍କୁ ଭାରି ଶୋଷ ଦୟାକରି ପାଣି ଗ୍ଲାସଟା ପିଇ ଦିଅନ୍ତୁ ନା ଦେଖିବେ ଆପଣଙ୍କ ମୁଣ୍ଡ ଏକଦମ ଥଣ୍ଡା ହେଇଯିବ भाई असंभव अरे कोटा असंभव हे विनोद तोरे से झियो देख जदी तो मन पाइला नहीं सप्ताह भीतर तो बागर कामटा मु साई दे मुंड ठीक नहीं कोनी चाकर से तो कोनी मो बाहेबी ମୁଁ ଅସୁବିଧା ନା ପୋଲିସ ବାବୁ ଆପଣଙ୍କ ଭାଇଙ୍କ କଥା ରାଜି ଯାଆନ୍ତୁ ମୋତେ ସ୍ତ୍ରୀ ଭାବରେ ଗ୍ରହଣ କରନ୍ତୁ गोटे सुंदर जीवन वैवाहिक जीवन पाई एक मानदंड नुहे ମୁଁ ଶିକ୍ଷିତା ବିଏ ପାସ୍ କରିଛି स्कूल कॉलेज सर्टिफिकेट शिक्षा योग्यता मानदंड नुहे अच्छा भाई ये एमती को रंभा उर्वशी होगला जे मु ताको देखिले मोर मन पसंद हे जबो ମୁଁ ରମ୍ଭା କି ଉର୍ବଶୀ ନୁହଁ ସତ ହେଲେ ମୁଁ ତମ ପସନ୍ଦର ଝିଅ अरे भाई पूछो तुम एक के भाई कैसे तो तुम केमते देखा अरे विनोद तू भाबु तो पुलिस आवरा नहीं के चला जान लो हे एबे देख तो भाई कौन करि पारे अरे हां तुम दी जणा माने गेल कथा बात है ना ए कथा बात हो मुके फिर से छाछ अरे पूछो तुम्हें पुणी हम घर ମୋ ଭାଗ୍ୟ ମତେ ଆଜି ମୋ ବଡ ଦାଣ୍ଡୁ ଓହ୍ଲେଇ ଦେଇଛି ଗୋଟେ ଆକ୍ସିଡେଣ୍ଟରେ ଭାଇ ଭାଗ ଚାଲିଗଲା ପରେ एते बड़ घटना टे घटी गला अथच मते फोन कर के जणी पाइले ଅନେକ ଥର ତମ ମୋବାଇଲକୁ ଟ୍ରାଏ କରିଛି ओ ହେଲେ ସବୁଦିନ ତମ ମୋବାଇଲ ସୁଇଚ୍ ଅଫ୍ नहीं नहीं सही समय मो मोबाइल टे स्विच ऑफ थिला हेले तमे भाई को सतो तमर केम देखला ତମକୁ ଖୋଜି ଖୋଜି ମୁଁ ତମ ଥାନାକୁ ଆସିଥିଲି ଆଉ ଥାନା ବାହାରେ ତମ ଭାଇଙ୍କ ସହିତ ମୋର ଦେଖା ହେଇଗଲା ଆଉ ତାଙ୍କର କେଇ ପଦ କଥାରେ ତାଙ୍କ ପାଖରେ ମୁଁ ବିଲକୁଲ ଧରା ପଡିଗଲି सही भाई 150 भाई भौमी से मोर सतो करे नाटक आरंभ कर ଆଉ ତାପରେ ଏଇ ନାଟକ ଦେଖି ତମେ ତ ପୁରା ଡରିଗଲ अरे डरबेनी केमिति तमे करो डरबेनी केमिति तमे पुरा मो मन का कथा लिखाई सारी छ अच्छा कोडी कथा कहलो
ମୁଁ ଯଦି ତମକୁ ନ ଦେଖି ଯଦି ବିବାହ କରିବା ପାଇଁ ହଁ କରିଥାନ୍ତି ତାହେଲେ ତମେ କଣ କରିଥାନ୍ତ? ତାହେଲେ ମୁଁ ଭାବିଥାନ୍ତି ମୁଁ ଯାହାକୁ ଭଲ ପାଉଛି ସେ ଜଣକ ତମେ ନୁହଁ। ତମକୁ ବାହା ଟାଇ ଟାଇ କରି ମୋ ଭାଗ୍ୟର ପରଦାଣ୍ଡକୁ ମୁଁ ଓହ୍ଲେଇ ଯାଇଥାନ୍ତି। ହେଲେ ମୋର ବିଶ୍ୱାସ ତମେ କେବେ ସେମିତି ନୁହଁ। ଆରେ ମୋ ଉପରେ ଏତେ ବିଶ୍ୱାସ ଅଛି? ହଁ, ଏ ବିଶ୍ୱାସଟା କେବଳ ଏଇ ଗୋଟିଏ ଜନ୍ମ ପାଇଁ ନୁହଁ, 7 ଜନ୍ମ ପାଇଁ। 7 ଜନ୍ମ ପାଇଁ ତମେ ମୋର, କେବଳ ମୋର।
हे बहु जहाँ भाग्य थिला ताहा तो घटिगला हे मां घर भीतर गुच्छा है घर भीतर କାହିଁକି ଆଉ ମୋ ବୋଲି ଡାକୁଛନ୍ତି ମମେ କାହିଁ ବୋଲି ଡାକୁନା नहीं बा नहीं तो समिति कौन है बा तो समिति कौन ଆଉ କେମିତି କହିବି ତିନି ମାସ ହେଲାଣି ମୁଁ ବୋହୂ ହେଇନି କିନ୍ତୁ ବିଧବା ହେଇଗଲି ବସି ଥାଉ ଥାଉ ମୁଁ ଗୋଟେ ଶବ ପାଲଟି ଗଲି ଅଲକ୍ଷଣୀ ନୁହଁ ତ ମୁଁ ଆଉ କଣ ବାପା नहीं बा नहीं କାନ୍ଦି କାନ୍ଦି ନିଜକୁ ଶେଷ କରିଦେଲେ ବି କିଛି ଲାଭ ହବନି अबे ମୁଁ ବିଶ୍ୱ ପ୍ରକାଶ ସାମନ୍ତ ସିଂହ ଏ ଅଞ୍ଚଳର ବିଧାୟକ ତଥା ଓଡ଼ିଶା ସରକାରଙ୍କର ଅପକାରୀ ମନ୍ତ୍ରୀ। अरे ठीक है कि ତମ ପୁଅ ମରିଗଲା ତ ସେଥିପାଇଁ ତମ ବୋହୂକୁ ସମବେଦନା ଜଣେଇବା ପାଇଁ दरकार नहीं तुम से समवेदना जते शीघ्र पंचम घर छाड़ी चली जाओ ଶୁଣ ନିରୁଦ୍ଧ ମାତ୍ରେ ତମେ ଜଣେ ଶିକ୍ଷକ ଥିଲ ଆଦର୍ଶ ଶିକ୍ଷକ ହିସାବରେ ଏ ଅଞ୍ଚଳରେ ତମର ଖ୍ୟାତି ଅଛି ଆଉ ତମ ପୁଅ ଅଭିଷେକ ବି ଜଣେ କର୍ତ୍ତବ୍ୟ କରିଛନ୍ତି ମୁଁ ତମକୁ କଥା ଦଉଛି ଏଇ ମାସ ଶେଷ ସୁଦ୍ଧା ତମ ଗାଁ ମୁଣ୍ଡରେ ମୁଁ ତମ ପୁଅର ଗୋଟେ ଷ୍ଟାଚୁ दरकार नहीं तुम अनुकंप जते शीघ्र पंचम घर छाड़ी चली जाओ ବାପା ମୁଁ ଦେଖୁଛି ତମର ଟିକେର ବି ସାଧାରଣ ଜ୍ଞାନ ନାହିଁ माने ଖୋଦ ମନ୍ତ୍ରୀ ବିଶ୍ୱ ପ୍ରକାଶ ସାମନ୍ତ ସିଂହ ମହୋଦୟ ଆମ ଘରକୁ ଆସିଛନ୍ତି ତମେ କଣ ତାଙ୍କୁ ଘରୁ ବାହାର କରିଦଉଛ ଆଜ୍ଞା ନମସ୍କାର ନମସ୍କାର ଆଜ୍ଞା ଇଏ ହେଉଛନ୍ତି ମୋ ବାପା ଜଣେ ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ମୁଁ ତାଙ୍କ ସାନ ପୁଅ ଅବିନାଶ କଥା କିଛି କହନି ଆଜ୍ଞା ବେକା ତାଙ୍କ ବଡ ପୁଅଟା ମରିଯିବା ପରେ ହଠାତ୍ ତାଙ୍କ ମୁଣ୍ଡ ଖରାପ ହେଇଯାଇଛି ତମେ ତାହେଲେ ବେକା ତମ ଫିଜିକାଲ ଫିଟନେସ ଯାହା କହୁଛି ତମେ ନିଶ୍ଚୟ ଆମ କାମରେ ଆସିବ ହେଇଛି ବାପା ଟିକେ ସମୟ ସୁବିଧା ଦେଖି ଆମ ପାର୍ଟି ଅଫିସରେ ଆସୁନା ଆମେ ତମକୁ ନିଶ୍ଚୟ କାମ ଦେବୁ ଆପଣଙ୍କ ପାର୍ଟି ଅଫିସ କି ମୁଁ ନିଶ୍ଚୟ ଯିବି ଆଉ ସେ ଅନିରୁଦ୍ଧ ମାଷ୍ଟର ତ ରୋକ ମନା କରିଦେଲେ ତାଙ୍କର କିଛି ସାହାଯ୍ୟ ଦରକାର ନାହିଁ ଆସନ୍ତୁ ଯିବା ଆସନ୍ତୁ ଆସୁଛି ଅନିରୁଦ୍ଧ ମାତ୍ରେ ମୋର ଅବସର ପ୍ରାପ୍ତ ଆଦର୍ଶ ଶିକ୍ଷକ ହେଲେ ଅପମାନ ତମର ଭଲ ଭାବରେ ମନେ ରହିଲା ମନେ ଥାଏ ଯେମିତି ମୁଁ ବିଶ୍ୱ ପ୍ରକାଶ ସାମନ୍ତ ସିଂହ ଓଡ଼ିଶା ସରକାରଙ୍କର ଅପକାରୀ ମନ୍ତ୍ରୀ ଚାଲ କୀର୍ତ୍ତନ ବାବୁ ବାପା କଣ କଲ
କଣ କଲ ତମେ? ଲକ୍ଷ୍ମୀ ଆପଣ ଛାଇ ଆମ ଘର ଭିତରକୁ ପ୍ରବେଶ କରୁଥିଲେ, ତମେ ତାଙ୍କୁ ଗୋଇଠା ମାରିକି ଦେଲେ। ଆରେ ଚୁପ୍, একদম চুপ। କଣ କହିଲୁ? ଲକ୍ଷ୍ମୀ ଆପଣ ଚାहे ଆମ ଘରକୁ ପ୍ରବେଶ କରିଥିଲେ। ଲକ୍ଷ୍ମୀ ଧରିବା ତୋର ଏତେ ଇଚ୍ଛା, ତାହେଲେ ଯା ସେ କୁକୁର ମାନଙ୍କ ପଛରେ କୁକୁର ଭଳିଆ ଗୋଟେଇ ଗୋଟେଇ ଲକ୍ଷ୍ମୀ କି ଧରି ବାବା କୁକୁର ଭଳି ମୁଁ ସେମାନଙ୍କ ପଛରେ ଗୋଡ଼େଇ ପାରି, ସେ ସାହସ ମୋର ଅଛି। ମୋର ଦରକାର କେବଳ ଟଙ୍କା, ଟଙ୍କା, ଟଙ୍କା। এইটা ତଳକୁ ଖସିଯିବ ମୁଁ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲି। ମୋ ଅଭିଷେକ ବଦଳରେ ଏଇଟା ଯଦି ମରି ଯାଇଥାନ୍ତା। ନାଇଁ ବାପା ନାଇଁ, ଗୋଟିଏ ପୁଅ ଯାଇଛି ଆଉ ଥରେ ପୁଅକୁ ଅଭିଶାପ ଦିଅନ୍ତୁନି।